ଡକ୍ଟର ସମସ୍ତଙ୍କୁ କହିବେ ରୂପସା କେବେ ତାଙ୍କ ଜୀବନରେ ମା ହେଇପାରିବେନି। ଏମିତି କଥା ଡକ୍ଟରଙ୍କ ପାଖରୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତାପରେ ମାୟା ରୂପସାଙ୍କୁ କହିବେ, ଏତେ ବଡ଼ ସତ ତୁ ଆମ ପାଖରେ ଲୁଚେଇକି ରଖିଥିଲୁ। ତାପରେ ପଲ୍ଲବୀ କହିବେ, ଇଏ ତ ସମୁଦ୍ରକୁ ସଙ୍ଗେ ମା। କିନ୍ତୁ ରୂପସା ଆହୁରି କେତେ ବଡ଼ ବଡ଼ କଥା ଆପଣଙ୍କ ପାଖେ ଲୁଚେଇକି ରଖିଛି। ଯେମିତିକି ରୂପସା ମୋତେ ଜୀବନରୁ ମାରିଦେବା ପାଇଁ ପ୍ଲାନ୍ କରିଛି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତାପରେ ଆଦର୍ଶ କହିବେ, କ'ଣ କହିଲ? ତମକୁ ଜୀବନରୁ ମାରିଦେବାର ପ୍ଲାନ୍? ତାପରେ ରୂପସା କହିବେ, ଇଏ ସବୁ ମିଛ ମିଛ ଇଏ। ପଲ୍ଲବୀ ସମସ୍ତଙ୍କୁ ଏଠି ଏକାଠି କରି ମୋ ବିରୁଦ୍ଧରେ ଗୋଟେ ବହୁତ ବଡ଼ ଚକ୍ରାନ୍ତ ଚଲେଇଛି। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି, ମାନିନେବା ଇଏ ମୋର ଚକ୍ରାନ୍ତ ଆଉ ମୁଁ ମିଛ କହୁଛି। ମାନିନେବା ତୁ ମୋତେ କେବେ ମାରିବା କଥା କହିନଥିଲୁ ରୂପସା। ଚାଲ ଗୋଟେ କାମ କରିବା। ତତେ ଏବେ ବହୁତ ଜୋରରେ ଭୋକ ଲାଗୁଥିଲା କହୁଥିଲୁ ନା? ଆମେ ଏବେ ଥାଲି ଏକ୍ସଚେଞ୍ଜ କରିଦେବା। ତୋ ଥାଲିରେ ଥିବା ଖାଦ୍ୟ ମୁଁ ଖାଇବି ଆଉ ମୋ ଥାଲିରେ ଥିବା ଖାଦ୍ୟ ତୁ ଖାଇବୁ। ଏମିତି କଥା ପଲ୍ଲବୀଙ୍କ ପାଖରୁ ଶୁଣିବା ପରେ ରୂପସା ପୁରାପୁରି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଏବେ କ'ଣ ରୂପସାର ସବୁ ସତ କଥା ଜଣାପଡ଼ିଯିବ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।